ର ଅଭିଯୋଗ ଆସିଛି ସବୁ ଶାସକ ଦଳ ବିରୁଦ୍ଧରେ ଯୋଉ ଆକ୍ରମଣ ହେଇଛି, ଯୋଉମାନେ ଆଘାତ ହେଇଛନ୍ତି ସେମାନେ ବିଜେପି କାର୍ଯ୍ୟକର୍ତ୍ତା। ଏଟା ପୁରା ୱାନ୍ ସାଇଡେଡ୍ ହିଂସାକାଣ୍ଡ, ୱାନ୍ ସାଇଡେଡ୍ ତାଙ୍କର ଡେସ୍ପିରେସନ ଏଟା। କାରଣ ଛାନିଆ ହେଇଯାଇଛନ୍ତି, ଏବେ ଜନତାର ମୁଡ୍ କଣ ଜାଣି ସାରିଲେଣି। ବିଭିନ୍ନ ପ୍ରକାର ଧମକ ଚମକ ପ୍ରଲମ୍ବନ ଦେଖେଇକି ଯୋଉ ସବୁ ଚଲେଇଥିଲେ, ଏବେ ଆଉ ସେଟା କାମ କରୁନାହିଁ। ଆଜି ନିଶ୍ଚିତ ଭାବରେ ଲାଇନରେ ଠିଆ ହେଇଥିବା ଲୋକମାନଙ୍କର ମୁଡ୍ ଦେଖିକି ଛାନିଆ ହେଇକି ଏମିତି କରୁଛନ୍ତି। ବର୍ତ୍ତମାନର ବଡ଼ ଖବର, ସାଲେପୁର ନିର୍ବାଚନ ହିଂସାରେ ଆହତ ବିଜେପି କର୍ମୀଙ୍କ ପାଖରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ଆହତଙ୍କୁ ଦେଖା କରିବା ସହିତ ବିଭିନ୍ନ ବୁଥରେ ବିଜେଡି କର୍ମୀଙ୍କ ଦ୍ୱାରା ହୋଇଥିବା ହିଂସାକୁ ଦୃଢ଼ ନିନ୍ଦା କରିବା ସହିତ ଆମକୁ ନ୍ୟାୟ ମିଳିବ ବୋଲି ଆଶା ପ୍ରକଟ କରିଥିଲେ। ବିଜେଡିର ହିଂସାକୁ ନେଇ ବିଭିନ୍ନ ଥାନାରେ ବିଜେପି ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି। ର ଅଭିଯୋଗ ଆସିଛି ସବୁ ଶାସକ ଦଳ ବିରୁଦ୍ଧରେ ଯୋଉ ଆକ୍ରମଣ ହେଇଛି, ଯୋଉମାନେ ଆଘାତ ହେଇଛନ୍ତି ସେମାନେ ବିଜେପି କାର୍ଯ୍ୟକର୍ତ୍ତା। ଏଟା ପୁରା ୱାନ୍ ସାଇଡେଡ୍ ହିଂସାକାଣ୍ଡ, ୱାନ୍ ସାଇଡେଡ୍ ତାଙ୍କର ଡେସ୍ପିରେସନ ଏଟା। କାରଣ ଛାନିଆ ହେଇଯାଇଛନ୍ତି, ଏବେ ଜନତାର ମୁଡ୍ କଣ ଜାଣି ସାରିଲେଣି। ବିଭିନ୍ନ ପ୍ରକାର ଧମକ ଚମକ ପ୍ରଲମ୍ବନ ଦେଖେଇକି ଯୋଉ ସବୁ ଚଲେଇଥିଲେ, ଏବେ ଆଉ ସେଟା କାମ କରୁନାହିଁ। ଆଜି ନିଶ୍ଚିତ ଭାବରେ ଲାଇନରେ ଠିଆ ହେଇଥିବା ଲୋକମାନଙ୍କର ମୁଡ୍ ଦେଖିକି ଛାନିଆ ହେଇକି ଏମିତି କରୁଛନ୍ତି। କିନ୍ତୁ ପ୍ରଶାସନ ଏବେ ଇଲେକ୍ସନ କମିଶନ ଅଣ୍ଡରରେ ଅଛି। ମୁଁ ଇଲେକ୍ସନ କମିଶନକୁ ନିବେଦନ କରୁଛି ସେମାନେ କଡ଼ା ପଦକ୍ଷେପ ନିଅନ୍ତି ୟା ଉପରେ ଏବଂ ଏଇ ସବୁ ଇନସିଡେଣ୍ଟ ଗୁଡା କଣ୍ଟ୍ରୋଲ ହଉଛି। ମୁଁ ସମସ୍ତଙ୍କୁ ନିବେଦନ କରୁଛି, ଏବେ ବି ସମୟ ଅଛି, ଆସିକି ନିଶ୍ଚିତ ଭାବରେ ଯୋଉମାନେ ଭୋଟ ଦେଇନାହାନ୍ତି ଦିଅନ୍ତୁ। ଏଟା ଆପଣଙ୍କ କର୍ତ୍ତବ୍ୟ। ଆପଣ ଆଇନ କାନୁନର ଶୃଙ୍ଖଳା ଯଦି ଚାହୁଁଛନ୍ତି, ଆପଣ ଯୋଉ ପ୍ରକାରର ବିକାଶ ଚାହୁଁଛନ୍ତି ଭାରତ ପାଇଁ, ଓଡିଶା ପାଇଁ, ଆଜି ହିଁ ଦିନ ଆପଣଙ୍କର ଆସିକି ମତ ଦବା ପାଇଁ, ଆପଣଙ୍କ କର୍ତ୍ତବ୍ୟ କରିବା ପାଇଁ। ଏଟା ଏଇଠିକା ଶାସକ ଦଳ ଅଭ୍ୟାସ ହେଇଯାଇଛି ତାଙ୍କର 25 ବର୍ଷ ହେଲା ପ୍ରଶାସନକୁ ଦୁରୁପଯୋଗ କରିବା ପାଇଁ। କିନ୍ତୁ ପ୍ରଶାସନ ଏବେ ତାଙ୍କ ଅଣ୍ଡରରେ ନାହିଁ, ଇଲେକ୍ସନ କମିଶନ ଅଣ୍ଡରରେ ଅଛି। ମୋର ବିଶ୍ୱାସ ଅଛି ଯେ ଇଲେକ୍ସନ କମିଶନ ନିଶ୍ଚିତ ଭାବରେ ନ୍ୟାୟ ଦେବ ଏବଂ ସଠିକ ପଦକ୍ଷେପ ନେବ। ଆଜି ମୁଁ ବୁଲିବା ପାଇଁ ଯାଇଥିବା ସମୟରେ ମାଳ ବୁଥଠାରେ ଗୋଟେ ଅପ୍ରୀତିକର ଘଟଣା ଘଟିଥିଲା, ଯାହା ଅତି ନିନ୍ଦନୀୟ ଜିନିଷ। ଯେହେତୁ ଗୋଟେ ପଦପଦବୀରେ ଥାଇ ଜଣେ ପୂର୍ବତନ ଭାଇସ୍ ଚେୟାରମ୍ୟାନ୍ ଏଭଳି ଆଚରଣ କରିବା ମୋତେ କାହିଁ ଠିକ୍ ଲାଗିଲା ନାହିଁ ଏବଂ ଗଣତନ୍ତ୍ରକୁ ଧ୍ୱଂସ କଲା ଭଳିଆ ଜିନିଷ ହେଉଛି। ସେଥିପାଇଁ ଆମେ ଦୃଢ଼ ନିନ୍ଦା କରୁଛୁ ଏବଂ ରିପୁଲିଂ ପାଇଁ ଆମେ ଚେଷ୍ଟା ବି କରୁଛୁ ରିପୁଲିଂ କରିବା ପାଇଁ। ଗୋଟେ ଲୋକକୁ ଭୋକ କରୁଛି, ଭାତ ଖାଇଲା ତାଟିଏ କାମୁଡ଼ିଲେ କିଛି ଲାଭ ହେବନି। ସେମିତି ଏ ସମୟରେ ତାଙ୍କର ଦୁଃଖ ପଡ଼ିଯାଇଛି, ଭାଳେଣି ପଡ଼ିଯାଇଛି, ଯେଉଁଟାକି ମାନେ ଆଜିକାଲି ଦୁନିଆରେ ଯେତେବେଳେ ପରିବର୍ତ୍ତନ ନାରା ସୂଚି ଦେଖାଯାଇଛି, ସେତେବେଳେ ମାନେ କିଛି କହିହେବନି। ଯେଉଁଟାକି ତାଙ୍କୁ ଏତେ ନିନ୍ଦା କରୁଛୁ ଆମେ, ମାନେ ଗୁଣ୍ଡାରାଜଟା ବନ୍ଦ କରିବା ପାଇଁ ଆମେ ଚେଷ୍ଟା କରୁଛୁ। ସେଟା ନିହାତି ସତ୍ୟ କଥା। ଏବେ ସେ ଚାହୁଁଛନ୍ତି ଗୁଣ୍ଡାରାଜ କରିବା ପାଇଁ। 25 ବର୍ଷ ଶାସନରେ ଯଦି ଗୁଣ୍ଡାରାଜ କରାଯାଏ, ତାହେଲେ ଗଣତନ୍ତ୍ର ରହିବ କୋଉଠି? ସେ ଗଣତନ୍ତ୍ରକୁ ଧ୍ୱଂସ କରିସାରିଲେଣି। ଆମେ ଚାହୁଁଛୁ ପରିବର୍ତ୍ତନ। ସାର୍ କହୁଛି ବୋଲି ଆପଣଙ୍କ ପ୍ରମାଣ ଆପଣଙ୍କ ନିଶ୍ଚିତ ଥିବ। କିଏ ପନିକି ଧରି ଗୁଡ଼ଉଛି, କିଏ ଦାଦାଗିରି କରୁଛି, ସେ ଜିନିଷଟାକୁ ଆପଣ ନିଜେ ପରୀକ୍ଷା କରନ୍ତୁ ଏବଂ ଥାନାରେ ଆପଣ ପୋଲିସକୁ ଆଇନର ସହାୟତା ନେଇଛୁ, ତାଙ୍କୁ ମଧ୍ୟ ଦଣ୍ଡ ଦିଆଯାଉ।